ସାଙ୍ଗମାନେ କଥାଟା ଅପ୍ରିୟ ହେଲେ 100% ସତ କଥା। ବହୁ ଜଣକୁ ବାଧି ଯାଇପାରେ କଥାଟା ମଧ୍ୟ। ପ୍ରକୃତରେ ଶାଶୁଘର ଲୋକଙ୍କର ସ୍ୱାମୀର ଅସଲ ଚେହେରାଟା କେତେବେଳେ ସାମ୍ନାକୁ ଆସେ ଜାଣିଛନ୍ତି? ଯେତେବେଳେ ଘରର ବୋହୂ ଗର୍ଭବତୀ ହୁଏ ଆଉ ସ୍ତ୍ରୀ ଗର୍ଭବତୀ ହୁଏ, ସେତେବେଳେ ସମସ୍ତଙ୍କର ଅସଲ ଚେହେରା ସାମ୍ନାକୁ ଆସିଯାଏ। ଆପଣଙ୍କ ସହିତ ଯିଏ ବି ଦେଖାଣିଆ ସବୁ ବ୍ୟବହାର କରିଥାନ୍ତୁ, ମନରେ ଗୋଟେ କଥା ଥାଉ, ଉପରେ ଦେଖେଇ ହୁଅନ୍ତି, କିନ୍ତୁ ସତରେ ସେଇ ସମୟରେ ଆପଣ ଜାଣିପାରିବେ କୋଉ ଲୋକ ପାଇଁ ଆପଣ କଣ, ଆଉ ଆପଣ କାହା ପାଇଁ କେତେ ନିଜର। ଆଉ ସେଇ ସମୟରେ ସମସ୍ତଙ୍କର ମାନେ ସେଇ ପରିବାର ଲୋକଙ୍କର ଅସଲ ଚେହେରା ଦେଖି ସାରିଲା ପରେ ନା, ସେ ସ୍ତ୍ରୀ ଆଉ ସେ ବୋହୂ ମରିବା ପର୍ଯ୍ୟନ୍ତ ସେ ଚେହେରା, ସେ କଥା, ସେ ବ୍ୟବହାର କେବେ ବି ଭୁଲି ପାରେନି। କାହିଁକି ନା ଗୋଟେ ନାରୀ ଜୀବନରେ ସବୁଠାରୁ ସୁନ୍ଦର ମୁହୂର୍ତ୍ତ, ସୁନ୍ଦର ସମୟ ଯେତିକି, ତାଠୁ ବହୁତ କଷ୍ଟ ଆଉ ଧୈର୍ଯ୍ୟର ସମୟ ସେଇ ଟାଇମଟା। ଆଉ ସେଇ ଟାଇମରେ ଯଦି କୌଣସି ମାନେ ତା ଶାଶୁଘର ଲୋକ ତା ସପୋର୍ଟରେ ବାହାରନ୍ତିନି, ମାନେ ତା ସାଥ ଦିଅନ୍ତିନି, ତାକୁ କିଛି ହେଲ୍ପ କରନ୍ତିନି, କି ତା ସ୍ୱାମୀ ବି କିଛି ହେଲ୍ପ କରନ୍ତିନି, ପ୍ରକୃତରେ ଏମାନେ କେବେ ବି ଆପଣଙ୍କର ନିଜର ନଥିଲେ ଏଇଟା ଜାଣିନେବେ। କାହିଁକି ନା ଆପଣ ଯଦି ତାଙ୍କ ନିଜର ହେଇଥାନ୍ତେ ନା, ସେଇ ସମୟରେ ଆପଣଙ୍କୁ କେବେ ବି ସେମାନେ ଏକୁଟିଆ ଛାଡି ନଥାନ୍ତେ ଆଜ୍ଞା। ମାନେ ଦୁଃଖର କଥା ଏହା ଯେ ଏଠି ଗୋଟେ ମା ହିଁ ଆଉ ଗୋଟେ ମାର କଷ୍ଟକୁ ବୁଝିପାରେନି।